ଆଶ୍ରମରେ ଗାଁ ଲୋକ ମିଶିକି ତାକୁ ହଡପ କରିବାକୁ ଚାହୁଁଛନ୍ତି। ନାଇଁ କିଛି ଲୋକ ଆମ ମଠରେ ଗୋଟେ ଅଛି ଛୋଟା ତା ନା ହେମନ୍ତ ଦାସ, ସେଇ ତାଙ୍କ ସାଙ୍ଗରେ ମିଶିକି ସେ ଜମି ଦେବା ପାଇଁ ରେଡି ଆଉ। ତେଣୁ ଆମେ ରାଜି ହେଲୁଣି। ରାଜି ନ ହେବାରୁ ସେ ଆମକୁ ବହୁତ ଗାଳି ଦେଲେ, ଭଲ ମନ୍ଦ କଲେ। ଆଉ କହିଲେ ତୁମକୁ ନଣ୍ଡା କରିଦେବୁ, ସେଠି ବାହାର କରିଦେବୁ, ଇଏ କରିବୁ ସେ କରିବୁ ଏମିତି କହିଲେ। କହିବାର ଆମେ କ'ଣ କଲୁ ନା ଲୁଚିକି ପଳେଇ ଆସିଲୁ ରାତିରେ। ହଁ ଆଇନ ଆଶ୍ରୟ ନେଲୁ, ଥାନାକୁ ଗଲୁ। ଆଉ ଥାନା ବୋଲେ ବୁଝିଲେନି। ଏସ୍ପି କି ଡାଇରେକ୍ଟ ମୁଁ କହିଲି, ଏସ୍ପି ବୁଝିଲାନି। କହିଲା ଆମେ ଯିବୁନି ସେଠିକି ଦରମାରେ ଶୁଅ। ସେଠି ତାପରେ ମୁଁ ଆସିକି ରାତିରେ ଘର କାନ୍ଥ ଡେଇଁ ରାତିରେ ପଳେଇ ଆସିଲି ଆଉ। ପଳେଇ ଆସିବାରୁ କିଛି ସମୟ ପରେ ସେମାନେ ଫୋନ କଲେ ଆସିକି ରାସ୍ତାରେ ଗୋଟେ କାର ଜୁଟିଲା, ସେ କାରରେ ପଳେଇ ଆସିଲି। ଏ ମାନସ ଦାସ ଯିଏ ସେ ଆମର ପୁଅ। ତେଣୁ ସେ 15-20 ବର୍ଷ ହେଲା ସେ ବୁଝିଛି ଆଶ୍ରମର ଯାହା କାମ ଦାମ ଭଲ ମନ୍ଦ ହୁଏ ସେ ବୁଝାବୁଝି କରେ ଆଉ। ତେଣୁ ଆଉ ଟିକେ ଭଲ ହେଇଗଲା। ସେ ଆଗରୁ ଛୋଟା କରୁଥିଲା, ସିଏ ତାଠୁ ଇଆଠୁ ଭଲ କଲା କାମ। ତେଣୁ ଆମେ ଦେଖିଲୁ ଆମର ଉପକାର ହେଲା ଆଉ କ'ଣ। ସେ 2 ପଇସା ନଷ୍ଟ କରୁଥିଲା, ଇଏ 2 ପଇସା ଆଣିଲା। ତେଣୁ ଆମେ କହିଲୁ ଭଲ ହେଉଛି ପିଲାଟା ଭଲ। ସେ ଯେ ହେମନ୍ତ ଦାସ ଯିଏ ତା ପାଖରେ ମୁଁ କ'ଣ କରେ, ଯେତେବେଳେ ପଇସା ମାଗିକି ଆଣେ ମୁଁ କହିଲି ସବୁ ପଇସା ମାଆକୁ ଦେଲେ ଖର୍ଚ୍ଚ ହେଇଯିବ, ତେଣୁ ଆମେ କିଛି ରଖିଥିବୁ। ଏମିତି 4-5-6 ଲକ୍ଷ ଟଙ୍କା ସେ ରଖିଥିଲା। ସେଠୁ ମୁଁ ଯେତେବେଳେ ଅସୁବିଧା ହେଲା ମୁଁ କହିଲି ତାକୁ ପଇସାଟା ଦେଲୁ, ମୁଁ ଯିବି ଗୋଟେ ଜାଗାକୁ। ନା ପଇସା ନାହିଁ। ମୁଁ କହିଲି ତୋତେ ଏତେ ଟଙ୍କା 5 ଲକ୍ଷ ଟଙ୍କା ଦେଇଥିଲେ କ'ଣ ନା ସେ ପଇସା ନାହିଁ ଆଉ। ଯା ମୋତେ କହିଲା ତମେ ଯାଅ। ମୁଁ ସେଇଠୁ ଆଉ କ'ଣ କହିଲି, ଆଉ କିଛି ନ କହି ତାକୁ ସେଠୁ ମୁଁ ପଳେଇ ଆସିଲି କଟକ ଆଉ। କଟକରେ ଆସିକି ମାନସ ଦାସ ଘରେ ରହିଲୁ। ଏବେ ଆମେ ଚାହୁଁଛୁ ଯେ ମଠକୁ ଯିବୁ। ମଝିରେ ଯାଇଥିଲୁ ମଠକୁ, ଆମର ହଣ୍ଡା ବସେ ଶ୍ୟାମ ଦଶମୀ ଦିନ ହଣ୍ଡା ବସେ। ସେ ହଣ୍ଡା ବସିବାକୁ ଯାଉଥିଲୁ। ସେ କ'ଣ କରୁଛନ୍ତି, ଗୋଟେ ବାରିକୁ ଡାକି ଆଣିକି ଘରେ ରଖିଛନ୍ତି ସେ ଗେଟ୍ କତିରେ। ବାବା ଆସିଲେ ନଣ୍ଡା କରିବା। ଆମେ ତାଙ୍କ ଗାଁ ମୁଣ୍ଡ ପହଞ୍ଚି ଯାଇଥିଲୁ। ଯେତେବେଳେ ଏଇ କଥା ଶୁଣିଲେ ପୁଲିସ ବାଲା ମନା କଲେ, କହିଲେ ନାଇଁ ତୁ ଫେରିଯାଅ, ସେଠି ଗଲେ ଅସୁବିଧା ହେବ। ସେ ପୁଲିସ ବାଲା ଏମିତି କହିଲେ ଫେରିଯାଅ, ପଳେଇ ଆସିଲୁ ଆଉ। କଟକ ପଳେଇ ଆସିଲୁ ଆଉ। ସେଇଠୁ ଆଉ ଯାଇଲୁ। ସେ କହୁଛନ୍ତି ଆସିଲେ ଏଠି ମାରିଦେବୁ, ହାଣିଦେବୁ, କାଟିଦେବୁ। ସେ ଭୁଜାଲି ଛୁରୀ ଦେଖେଇଲେ ସେ ଦୁନିଆ ପାଲା କଲେ ଆଉ। ଆମେ ସେ ଯାଉ ଡରିକି ଆଉ ଯାଇନୁ। ଏବେ ତ ସମ୍ପତ୍ତି ଠାକୁରଙ୍କ ନାଁରେ ଅଛି, ମାରଫଦାର ଅଛନ୍ତି। ଗ୍ରାମବାସୀର କିଛି ନାହିଁ, ସେ ଘୁଣ୍ଟା ବିଷୟ ଦେବାର ନାହିଁ। ସେ ଯାହା ଦିଅନ୍ତି ସେ କେତେ ଖଣ୍ଡ କେତେ ଦେଇଥିଲେ ସେ ପଇସା ନିଅନ୍ତି। ନାଇଁ ସବୁ ସେଇ କିଣିଛି ପାଗମ ପରେ। ନା ନା ମଠ ଅଲଗା କିଏ ଦେଲା ଦାନ ଧର୍ମ। ଆମେ କାହିଁକି ମାଗୁନୁ ଜବରଦସ୍ତି, ଯେ ଖୁସିରେ ଦେଲା ଆଉ।